କର୍ମାଭ୍ୟାସ, ଖାଦ୍ୟାଭ୍ୟାସ, ଈଶ୍ୱର ବିଶ୍ୱାସ, ସାମାଜିକ ଚଳଣି ଇଏ ହେଉଛି ଦେଶରେ କେବଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର। ଓଡ଼ିଶା ସହିତ କିଛି ପରିମାଣରେ ସାମଞ୍ଜସ୍ୟ ଅଛି ପଶ୍ଚିମବଙ୍ଗଳା, ନହେଲେ ସାରା ଭାରତ ବର୍ଷରେ ଓଡ଼ିଶା ପଶ୍ଚିମବଙ୍ଗଳା ଏ ଦୃଷ୍ଟିରୁ ଏକ ଭିନ୍ନ। ଆଉ ଓଡ଼ିଶାରେ ଆଉ ଗୋଟେ ସେଗ୍ରିଗେଟ୍ ହେଲା 12 ମାସରେ 13 ପର୍ବ। ଆଗେ ଓଡ଼ିଶାବାସୀଙ୍କର ବୃତ୍ତି ହେଉଛି କୃଷି, ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। এই ଜଗନ୍ନାଥ ସଂସ୍କୃତିରେ ଚାଷୀମାନେ ଅନାଦି କାଳରୁ ଯେତେବେଳେ ଆଦିବାସୀମାନେ ଚାଷୀ ଆରମ୍ଭ କଲେ, ଧାନ ଚାଷର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତ ଆଦିବାସୀମାନେ ଯେତେବେଳେ କୋରାପୁଟ ନବରଙ୍ଗପୁର ଅଞ୍ଚଳରେ ଜଙ୍ଗଲରୁ ଧାନ ଗଛକୁ ପାଇଲେ ଏବଂ ତାକୁ ବଢ଼ିକି ଦେଖିଲେ ସୁସ୍ୱାଦୁ ଲାଗୁଛି, ସେଇଦିନୁ ଚାଷ ହେଲା ପୁଣି ଚାଷ। ତେଣୁ କୁହାଯାଏ ଧାନର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତେଣୁ ଏତେ ଜନ୍ମସ୍ଥାନ ଓଡ଼ିଶା ଏବଂ ସେମାନେ ନିଜ ଅନୁଭବରୁ ଚାହିଁଲେ ଯେ କେବେ ଧାନ ବୁଣିଲେ ଭଲ ହେବ। ଖରା ଟିକେ ହଳ କଲେ, ଅକ୍ଷୟ ତୃତୀୟା ଦିନକୁ ସ୍ଥିର କଲେ ସେଇଦିନ ମୁଠି ଜାଣିବେ, ଅର୍ଥାତ୍ ସେଇଦିନ ବିହନ ବୁଣିବେ। ସେଦିନ ଅକ୍ଷୟ ତୃତୀୟା ଦିନ ସକାଳୁ ଲଙ୍ଗଳ ନେଇକି ବିଲକୁ ଯାଆନ୍ତି, ହଳ କରନ୍ତି, ଖରା ବେଳକୁ ଫେରନ୍ତି, ଗାଧେଇକିରି ପଖାଳ ଖାଆନ୍ତି। ତାପରେ ଉପରବେଳାକୁ କାନ୍ଧରେ କୁରାଡ଼ି ପକାଇ ଯାଆନ୍ତି ଜଙ୍ଗଲକୁ। କାହିଁକି ନା କେଉଁଠି ଫାଶୀ କାଠ ଅଛି, ସେ କାଠ କାଢ଼ି ଆଣିଲେ ଜଗନ୍ନାଥଙ୍କର ରଥ ତିଆରି ହେବ। ତେଣୁ ଅକ୍ଷୟ ତୃତୀୟା ଦିନ ମୁଠି କରନ୍ତି, ଧାନ ବୁଣା ହୁଏ। ସେଇଦିନ ଜଙ୍ଗଲରୁ ଜଗନ୍ନାଥଙ୍କ ରଥ କାଠ ଆସେ। ଇଏ ସିଗ୍ନିଫିକାନ୍ସ ଅନ୍ୟ କେଉଁ ଜାଗାରେ ନାହିଁ। ରଥ ତିଆରି ହୁଏ ଏବଂ ସେଇ ଅକ୍ଷୟ ତୃତୀୟା ଗଲା ପରେ ଆସେ ପଣା ସଂକ୍ରାନ୍ତି। ପଣା ସଂକ୍ରାନ୍ତି ପରେ ଆସେ ରଜ ବେଳେ ଝିଅମାନେ ଗୀତ ଗାଆନ୍ତି, ବର୍ଷ ଗୀତରେ ଆସିଛି ରଜଲ ଚାଲ ହବା ସଜବାଜ। ବୋଉମାନେ ଡାକନ୍ତି ମନସ୍ତେ ଡାକିଲା ଗଜ, କେଉଁ ରାଇଜରୁ ଆସୁଛି ରଜଲ ଚାଲ ବାଇତ ବୋଝା ବୋଝ। ତାମାନେ ଇନ୍ଦ୍ର ଦେବତା ଖରାଟିଆ ଚାଷ ହେଇଛି, ଧାନ ଗଛ ଖରାଟିଆ ବର୍ଷାରେ ଟିକେ ଟିକେ ଗଜା ହେଇଯାଇଛି। ସେଥିପାଇଁ ରଜ ଆସିଲା ବେଳେ ସବୁ ଭାଚୁରୀମାନେ ଡାକନ୍ତି କେଉଁ ରାଇଜରୁ ଆସିବ ରାଜନ ତେରି ବାଇତ ବୋଝା। ସେ ରାଜା କିଏ ନା ଇନ୍ଦ୍ର ଦେବତା। ପୂଜା କରନ୍ତି, ରଜ ପାଳନ୍ତି ଏବଂ ଭୂମି ପୂଜା ହୁଏ। ବର୍ଷା ହେଇଯାଏ, ବର୍ଷା ହେଲେ ଧାନ ଗଛ ବଢ଼ିଯାଏ। ଯେତେବେଳେ ଗହ୍ମାପୁନେଇ ହେବ ସେତେବେଳକୁ ଧାନ ବେଉଷଣ ସାରିଥିବ। ଗହ୍ମାପୁନେଇ ଦିନ ଚାଷୀ ଲଙ୍ଗଳ ଧୋଇକରି ସଗାଇ ରଖିବ, ବଳଦକୁ ଧୋଇ ଗାଧେଇ ଦେବ, ତା ମୁଣ୍ଡରେ ରଙ୍ଗ ଲଗାଇବ ଏବଂ କୁଲା ଦେହରେ ଏଣ୍ଡୁରି ପିଠା ଖାଇକି ଦେଇ ବଳଦକୁ ପୂଜା କରିବ। ଗହ୍ମାପୁନେଇ ହେଉଛି ଜଗନ୍ନାଥଙ୍କ ବଡ଼ ଭାଇ ବଳରାମଙ୍କ ଜନ୍ମଦିନ। ତାପରେ ପଣା ସଂକ୍ରାନ୍ତି ଆସିବ। ବୋଉ ଭୁଆସୁଣୀମାନେ ଆନନ୍ଦରେ ବୁଲିକି ଯେମିତି ସାଧାରଣ ଭାବରେ ଗୋଟେ ଆମର ପରିବାରରେ ନୂଆ ବୋଉଟି ଆସିଛି ବାହା ହେଇକରି, ସେ ଯଦି ଗର୍ଭବତୀ ହେଇଗଲା ଶାଶୁ ଗୋଡ଼ ତଳେ ଯାଆନ୍ତି, ସେ ବୁଲିକରି ବ୍ରାହ୍ମୀ ଶାଗ ଯୋଗାଡ଼ କରେ, ତାକୁ ବୋଉକୁ ଖାଇବାକୁ ଦେଲେ ତାକୁ ରାତିକି ବୁଦ୍ଧିଆ ହେବେ, ଭଲ ଖାଦ୍ୟ ଦିଏ, ଯଦି ବୋଉର ଦେହ ଭଲ ହେଲେ ଯେମିତି କରନ୍ତି। ସେମିତି ଧାନ ଗଛ ଯେତେବେଳେ ଥୋଡ଼ ହେଇଯାଏ, ଗାଁର ବୋହୂମାନେ ଭୁଆସୁଣୀମାନେ ଲକ୍ଷ୍ମୀ ଠାକୁରାଣୀ ପୂଜା କରନ୍ତି। ଲକ୍ଷ୍ମୀ ପୂଜା କରି କ'ଣ କହନ୍ତି, ଏଇ ମା ଲକ୍ଷ୍ମୀ ଠାକୁରାଣୀ ଆମ ଧାନ ଗଛ ଗୋଟେ ବଡ଼ ଗର୍ବ ହଉ, ବଡ଼ ଗର୍ବ ଭଲ ଧାନ ବଡ଼ କାଣ୍ଡ ଇଏ କଲେ ଗର୍ଭ କରନ୍ତି। ତାପରେ ଆସିବ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା ରଡ଼ି ଫୁଲ ପୁରୀ ଜହ୍ନ ପଡ଼ିଥିବ। ସେତେବେଳେ ଗାଁର ଅରୁଣା ଝିଅମାନେ ସନ୍ଧ୍ୟାବେଳେ କାଦୁ ସଦି ଫୁଲ ଗୌଡ଼ ଗିଡ଼ି ଗୀତ ଗାଉଥିବେ ଏବଂ ରଡ଼ି ଫୁଲ ପୁରୀ ଜହ୍ନ ପଡ଼ିଥିବ। ମନେ ମନେ ଚନ୍ଦ୍ରଙ୍କୁ ଡାକୁଥିବେ, ହେ ଜହ୍ନ ବାବୁ ତୋରି ହୁଡ଼ିଆ ଗୋଟେ ସୁନ୍ଦର ବର ଆମକୁ ଦେ। ଏବଂ ବିଆଳି ଧାନ କଟା ସରିଥିବ, ବାଡ଼ିରେ ଖଳା ଶୁଖି ନଥିବ, ଦାଣ୍ଡରେ ବେଗଳା ପକାଇ ସେ କୁଟା କଥା ବୁଡ଼ା ହେଇଥିବ। ଝିଅମାନେ ଯେତେବେଳେ ଖେଳିବେ, ଫୁଲ ଗୌଡ଼ ଗୀତ ଗାଇବେ, ଗାଁର ପୁଅମାନେ କ'ଣ କରିବେ, ସେ କୁଟାକୁ ନିଜ ଦେହରେ ବୋଡ଼ି ହେଇକି ବାନ୍ଧିକିରି ପାଳ ଭୂତ ହେଇକରି ତାକୁ ଡରେଇବେ। ବିଲ ଭାଇ ଭଉଣୀଙ୍କ ସମ୍ପର୍କ। ତାପରେ କୁମାର ପୂର୍ଣ୍ଣିମା ଆସିବ।
ଡଙ୍ଗା ଭାସିବ, ଆକାଶ ହୁଏ ଗାଇବେ ଏବଂ ପୂର୍ବପୁରୁଷକୁ ସ୍ମରଣ କରିବେ। ସିଏ ଗଲା କାର୍ତ୍ତିକ ପୂର୍ଣ୍ଣିମା। ମାର୍ଗଶିର ଆସିଲେ, ମାର୍ଗଶିର ମାସ, କାର୍ତ୍ତିକ ମାସ ହେଉଛି ଧର୍ମ ମାସ। ସେତେବେଳେ ଓଷା କରନ୍ତି ଝିଅମାନେ, ବୋହୂମାନେ, ଯାହାକୁ ବଡ଼ ଓଷା କୁହାଯାଏ। ଏବଂ ପରବର୍ତ୍ତୀ କାଳରେ ଆସିବ ମାର୍ଗଶିର ମାସ। ଘରେ ଘରେ ପ୍ରତି ଗୁରୁବାର ଦିନ ମାଣ ବସିବ। ଗୁରୁବାରେ ମାଣ ବସିବ, ଲକ୍ଷ୍ମୀ ପୁରାଣ ପଢ଼ା ହେବ। ବୋହୂମାନେ ଡାକିବେ ଲକ୍ଷ୍ମୀ ପୁରାଣ। ଧାନ ହେଇଥିବ, ଧାନ କଟା ହେଉଥିବ, ହେଉଥିବ। ତାପରେ ପୁଷ ପୂର୍ଣ୍ଣିମା ଆସିବ। ପୁଷ ପୂର୍ଣ୍ଣିମା ମାସ ଆସିବ। ପୁଷ ପୁନେଇ ପାଳନ। ପୁଷ ପୁନେଇ ବେଳେ ମକର ଚାଉଳ ଖାଇବେ, ମକର ସଂକ୍ରାନ୍ତି। ଏବଂ ଆଜି ବି ଆମ ଓଡ଼ିଶାରେ ଲୋକେ ତ ମକର ସଂକ୍ରାନ୍ତି ପାଳନ୍ତି, କିନ୍ତୁ ଆଦିବାସୀମାନଙ୍କର 10 ଦିନ 15 ଦିନ ପୁଷ ପୁନେଇ ଚାଲେ। ତାପରେ ମାଘ ମାସ ଆସିବ। ମାଘ ଆସିଲେ ମାଘ ପୂର୍ଣ୍ଣିମା। ସେଇଠି କ'ଣ ହେବ? ମାଘ ପୂର୍ଣ୍ଣିମାରେ ଅମାବାସ୍ୟାରେ ଜାଗର ହେବ। ଜାଗର ପରେ ପୂର୍ଣ୍ଣିମା ଆସିବ। ମାଘ ପୂର୍ଣ୍ଣିମା ଅଗ୍ନି ଦେବତାଙ୍କୁ ପୂଜା ହେବ। ବଡ଼ ଘର ହଉ, ଗରିବ ଘର ହଉ, କେଉଁଠି ବିଡ଼ାଇ ଛଡ଼, କେଉଁଠି ଗୋଛାଇ ଛଡ଼ ନେଇକରି ଗାଁରେ ଏକାଠି ଗୋଟେ ଜାଗାରେ ପକାଇବେ। ଅଗ୍ନି ସଂଯୋଗ କରି ଅଗ୍ନି ଲଗାଇବେ, ଅଗ୍ନି ଜଳିବ। ଅଗ୍ନି ଯେତେବେଳେ ସବୁଆଡ଼େ ସବୁ ଗାଁରେ ଜଳିବ, ସେତେବେଳେ ଆକାଶରେ ଯେଉଁ କୀଟ ପତଙ୍ଗ ସବୁ ବନ୍ଦ ଆକାଶ ନିର୍ମଳ ହେଇଯିବ। ଏବଂ ଏକଥା ଅଛି ଯେ ଜଳୁଥିବା ଅଗ୍ନିରେ ବାଡ଼ିରେ ଫଳିଥିବା ବାଇଗଣ ପୋଡ଼ିକରି ଖାଇଲେ ଦେହରେ କୃମି ରୋଗ ହେବ ନାହିଁ। ତାପରେ ଆସିବ ଫଗୁଣ ମାସ। ଫଗୁ ଖେଳିବେ। ଫଗୁ ଖେଳିବାର ଅବିର ବଢ଼ି ହେବେ। ଅବିର ବଢ଼ିବାର ଉଦ୍ଦେଶ୍ୟ ହେଉଛି ଯେ